ଯୀଶୁଙ୍କ ନାମରେ ଶୁଭ ଶୁକ୍ରବାର ନମସ୍କାର। ସାରା ଚ୍ୟାନେଲର ଜୀବନର ସାରା କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଜଣାଏ। ଆଜି ଆମେ ଶୁଭ ଶୁକ୍ରବାରକୁ ସ୍ମରଣ ଏବଂ ପାଳନ କରୁଛୁ। ଆମର ଅନେକ ଅଖ୍ରୀଷ୍ଟ ବନ୍ଧୁମାନେ ପ୍ରଶ୍ନ କରିଥାନ୍ତି ଯେ ଆଜି ଯୀଶୁ କ୍ରୁଶରେ ପ୍ରାଣ ଦେଇଥିଲେ, ତେବେ ଆଜି ଦିନକୁ କାହିଁକି ଗୁଡ୍ ଅବା ଶୁଭ ବୋଲି କୁହାଯାଇଥାଏ? ଏହା ତ ଏକ ଦୁଃଖର ଦିନ। ଯେଉଁମାନେ ଯୀଶୁଙ୍କର କ୍ରୁଶୀୟ ମୃତ୍ୟୁ ଏବଂ ମନୁଷ୍ୟ ପ୍ରତି ଈଶ୍ୱରଙ୍କ ପ୍ରେମର କାରଣ ବିଷୟରେ ଜାଣିନାହାନ୍ତି, ସେମାନଙ୍କ ଏ ପ୍ରଶ୍ନ ନିଶ୍ଚୟ ଯଥାର୍ଥ। ଯଦିବା ଏହା ଏକ ଦୁଃଖର ଦିନ, କିନ୍ତୁ ସେହି ସମୟରେ ଏହା ପ୍ରେମ, କ୍ଷମା ଏବଂ ଆଶାର ଦିନ ମଧ୍ୟ। ଏହି ଦିନରେ ପ୍ରଭୁ ଯୀଶୁ କ୍ରୁଶରେ ମୃତ୍ୟୁବରଣ କଲେ, ଯାହାଦ୍ୱାରା ଆମେ ପାପରୁ କ୍ଷମା ପାଇବୁ। ସେ ଆମର ପାପ ନିଜ ଉପରେ ବହନ କରି କ୍ରୁଶୀୟ ମୃତ୍ୟୁ ବରଣ କଲେ, ଯେପରି ଆମେ ସେହି ପାପ ପାଇଁ ଈଶ୍ୱରଙ୍କଠୁ ଦୂରେଇ ନ ହେଉ, ବରଂ ଈଶ୍ୱରଙ୍କ ସହିତ ସେହି ଅନନ୍ତ ଜୀବନର ଅଧିକାରୀ ହେଇପାରିବୁ। ପବିତ୍ର ବାଇବଲର ଯିଶାୟା ପୁସ୍ତକ 53 ପର୍ବ 5 ପଦରେ ଲେଖାଯାଏ, ମାତ୍ର ସେ ଆମ୍ଭମାନଙ୍କ ଅଧର୍ମ ନିମନ୍ତେ କ୍ଷତ ବିକ୍ଷତ ହେଲେ ଓ ଆମ୍ଭମାନଙ୍କର ଅପରାଧ ନିମନ୍ତେ ଚୂର୍ଣ୍ଣ ହେଲେ। ଆମ୍ଭମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଓ ତାହାଙ୍କ ପ୍ରହାରରେ ଆମ୍ଭେମାନେ ସୁସ୍ଥ ହେଲୁ। ମନୁଷ୍ୟ ଜାତିର ସୃଷ୍ଟିର ଆରମ୍ଭରୁ ଆଦମ ଏବଂ ହବା ଶୈତାନର ପ୍ରଲୋଭନରେ ଆସି ତାଙ୍କର ସୃଷ୍ଟିକର୍ତ୍ତା ପବିତ୍ର ପରମେଶ୍ୱରଙ୍କର ଆଜ୍ଞା ପାଳନ ନ କରି ପାପ କଲେ, ଆଉ ସେହି ପାପ ଯୋଗୁଁ ସେମାନେ ଈଶ୍ୱରଙ୍କ ଠାରୁ ଦୂରେଇ ଗଲେ, କାରଣ ଈଶ୍ୱର ପବିତ୍ର ଅଟନ୍ତି। ଏହା ସଙ୍ଗେ ସଙ୍ଗେ ଈଶ୍ୱର ମଧ୍ୟ ନ୍ୟାୟବାନ ଅଟନ୍ତି ଓ ସେ ତାଙ୍କ ସୃଷ୍ଟ ମନୁଷ୍ୟକୁ ବହୁତ ଭଲ ପାଆନ୍ତି। ଏହି ପାପ ଯୋଗୁଁ ମନୁଷ୍ୟ ଠାରୁ ତାଙ୍କର ବିଚ୍ଛେଦ ତାଙ୍କ ମନରେ ଅନେକ ଦୁଃଖ ଆଣିଲା। କିନ୍ତୁ ଯେହେତୁ ସେ ନ୍ୟାୟବାନ ପରମେଶ୍ୱର, ମନୁଷ୍ୟ ଜାତିର ପାପର ଦଣ୍ଡ ସେ ତାଙ୍କର ଅଦ୍ୱିତୀୟ ପୁତ୍ର ଯୀଶୁଙ୍କୁ ବହନ କରିବା ପାଇଁ ଦେଲେ, ଯେପରି ଯିଏକି ଯୀଶୁଙ୍କ ଠାରେ ବିଶ୍ୱାସ କରିବ ସେ ଅନନ୍ତ ଜୀବନର ଅଧିକାରୀ ହେବ। ପବିତ୍ର ବାଇବଲର ଯୌନ ଲିଖିତ ସୁସମାଚାର 3 ପର୍ବ 16 ପଦରେ ଲେଖାଯାଏ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଏହାକୁ ଆଉ ଟିକେ ବୁଝିବା ପାଇଁ ଏକ ଛୋଟ ଉଦାହରଣ ଦେଖିବା। ଗୋଟିଏ ସହରରେ ଜଣେ ସତ୍ୟବାନ ନ୍ୟାୟାଧୀଶ ଥିଲେ। ସେ ସଦା ନ୍ୟାୟ କରୁଥିଲେ। ଗୋଟେ ଦିନ ତାଙ୍କ ସମ୍ମୁଖରେ ଜଣେ ଅପରାଧୀକୁ ଅଣାଗଲା। ଆଇନ ଅନୁଯାୟୀ ତାର ଦଣ୍ଡ ବାହାରିଥିଲା, କିନ୍ତୁ ଯେତେବେଳେ ନ୍ୟାୟାଧୀଶ ମୁହଁ ଉପରକୁ ଟେକି ଦେଖିଲେ, ସେ ଦେଖିଲେ ସେହି ଅପରାଧୀ ତାଙ୍କର ନିଜ ପୁଅ। ନ୍ୟାୟାଧୀଶ ଦୁଇଟି କଥା କରିପାରିବେ ନାହିଁ, ଆଇନ ଭଙ୍ଗ କରି ପୁଅକୁ ଛାଡ଼ିଦେବା କିମ୍ବା ତାଙ୍କର ପୁଅ ପ୍ରତି ପ୍ରେମକୁ ଭୁଲିଯିବା। ସେ ରାୟ ଦେଲେ ଦଣ୍ଡ ଦେବାକୁ ପଡ଼ିବ। ପରେ ସେ ନିଜ ଆସନରୁ ତଳେ ଆସି ଦଣ୍ଡର ଦାମ ନିଜେ ଦେଲେ। ପିତାଙ୍କର ପ୍ରେମ ଓ ଦୟା ଯୋଗୁଁ ସେ ପୁଅ ନୂତନ ଜୀବନର ଆଶା ପାଇଲା। ଶୁଭ ଶୁକ୍ରବାର ହେଉଛି ଗଭୀର ଚିନ୍ତନ, ନମ୍ରତା ଓ କୃତଜ୍ଞତାର ଦିନ। ଏହି ଦିନ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶରେ ଯନ୍ତ୍ରଣା ଓ ବଳିଦାନକୁ ସ୍ମରଣ କରୁ। ଏହା ଦୁଃଖ ଓ ମୃତ୍ୟୁର ଦିନ ଥିଲେ ମଧ୍ୟ ଏହାକୁ ଶୁଭ କୁହାଯାଏ, କାରଣ ତାଙ୍କର ବଳିଦାନ ଦ୍ୱାରା ଆମେ କ୍ଷମା, ପରିତ୍ରାଣ ଓ ଅନନ୍ତ ଜୀବନର ଆଶା ପାଇଛୁ। କ୍ରୁଶ ଏକ ଦୁର୍ଘଟଣା ନୁହେଁ, ଏହା ମାନବ ଜାତି ପାଇଁ ପ୍ରେମରେ ଭରିଥିବା ଈଶ୍ୱରଙ୍କର ଯୋଜନା ଥିଲା। ଯୀଶୁ ଏହି ଜଗତକୁ ଆସିନଥିଲେ କିଛି ଧର୍ମ ପ୍ରତିଷ୍ଠା କରିବା ପାଇଁ, କିନ୍ତୁ ସେ ଆସିଥିଲେ ମନୁଷ୍ୟର ପାପକୁ ବହନ କରି କ୍ରୁଶରେ ହତ ହେବା, ଆଉ ମନୁଷ୍ୟକୁ ପାପର ବନ୍ଧନରୁ ମୁକ୍ତ କରି ପବିତ୍ର ପରମେଶ୍ୱରଙ୍କ ସହିତ ମିଳିତ ହେବା ପାଇଁ। ଆଜିର ପ୍ରଶ୍ନ, କ୍ରୁଶ ଆମ ପାଇଁ କ'ଣ ଅର୍ଥ ରଖେ? ପ୍ରଥମରେ କ୍ରୁଶ ପାପର ଗୁରୁତ୍ୱକୁ ଦେଖେ। କ୍ରୁଶ ଆମକୁ କହେ ଯେ ପାପ କେତେ ଭୟଙ୍କର। ଯଦି ପାପ ଭୟଙ୍କର ହୋଇନଥାନ୍ତା, ତେବେ ଈଶ୍ୱରଙ୍କ ପୁତ୍ରଙ୍କୁ ମୃତ୍ୟୁବରଣ କରିବାକୁ ପଡ଼ିନଥାନ୍ତା। ଆଜି ଆମେ ଆତ୍ମପରୀକ୍ଷା କରି ଦେଖିବା, ଆମେ କି ପାପକୁ ହାଲକା ଭାବରେ ନେଉଛୁ? ଶୁଭ ଶୁକ୍ରବାର ହେଉଛି ପଶ୍ଚାତାପର ଦିନ।
ଦ୍ୱିତୀୟରେ କୃଷ ଈଶ୍ୱରଙ୍କ ପ୍ରେମର ଗଭୀରତାକୁ ପ୍ରକାଶ କରେ। କୃଷ ଆମକୁ ଦେଖାଏ ଯେ ଈଶ୍ୱର ଆମକୁ କେତେ ଭଲ ପାଆନ୍ତି। ଯୀଶୁ ପାପୀମାନଙ୍କ ପାଇଁ ମୃତ୍ୟୁବରଣ କଲେ। ସେ ଆମର ଦଣ୍ଡକୁ ନିଜ ଉପରେ ନେଲେ ଯେପରି ଆମେ ଧର୍ମୀ ହୋଇପାରିବା। କୃଷ କହେ, ତୁମେ ମୂଲ୍ୟବାନ, ତୁମେ ଈଶ୍ୱରଙ୍କ ପ୍ରିୟ, ତୁମେ ଏକା ନୁହଁ, ତୁମେ ଅନନ୍ତ ଜୀବନର ଅଧିକାରୀ ହେବ। ତୃତୀୟରେ କୃଷର କ୍ଷମାର ଦ୍ୱାର ଖୋଲିଦିଏ। କୃଷରେ ଯୀଶୁ କହିଥିଲେ, ହେ ପିତା, ଏମାନଙ୍କୁ କ୍ଷମା କର। ଯେଉଁମାନେ ତାଙ୍କୁ କୃଷରେ ଚଢ଼ାଇଥିଲେ ସେମାନଙ୍କୁ ମଧ୍ୟ ସେ କ୍ଷମା କଲେ। ଆଜିର ପ୍ରଶ୍ନ, ଆମେ କି ଅନ୍ୟମାନଙ୍କୁ କ୍ଷମା କରୁଛୁ? ଶୁଭ ଶୁକ୍ରବାର ଆମକୁ କ୍ଷମା ଶିଖାଏ। ଚତୁର୍ଥରେ କୃଷ ଉପରେ ଯୀଶୁ ବିଜୟର ଘୋଷଣା କଲେ। ସେ କହିଲେ, ସମାପ୍ତ ହେବ। ପାପର ଋଣ ସମାପ୍ତ, ଅଭିଶାପ ସମାପ୍ତ, ପରିତ୍ରାଣର କାମ ସମ୍ପୂର୍ଣ୍ଣ ହେବ। ଆମେ ମନେ ରଖିବା ଯେ ଆମେ ଆମର କାର୍ଯ୍ୟ ଦ୍ୱାରା ପରିତ୍ରାଣ ପାଇନାହୁଁ। ଏହି ପରିତ୍ରାଣ ଆମେ ପାଇଛୁ ଯୀଶୁଙ୍କ କ୍ରୁଶ ମୃତ୍ୟୁ ଦ୍ୱାରା। ଏହା ତାଙ୍କର ଆମ ପାଇଁ ଏକ ଦାନ। ଶୁଭ ଶୁକ୍ରବାର ଆମକୁ ସ୍ମରଣ କରାଏ, କୃଷ ହେଉଛି ପ୍ରେମ, କୃଷ ହେଉଛି କ୍ଷମା, କୃଷ ହେଉଛି ଆଶା। ଆଜି କୃଷକୁ ଦେଖନ୍ତୁ, ସେଠାରେ ଆପଣଙ୍କ ପାଇଁ ପ୍ରେମ ଅଛି, କ୍ଷମା ଅଛି, ନୂତନ ଜୀବନ ଅଛି। କୃଷ ଦେଖିବାକୁ ପରାଜୟ ଲାଗିଥିଲା, କିନ୍ତୁ ଏହା ସର୍ବଶ୍ରେଷ୍ଠ ବିଜୟ ଥିଲା। ଏହା ଅନ୍ଧକାର ଲାଗିଥିଲା, କିନ୍ତୁ ଏହା ଅନନ୍ତ ଆଲୋକ ଆଣିଲା। ଏହା ମୃତ୍ୟୁ ଥିଲା, କିନ୍ତୁ ଆମକୁ ଜୀବନ ଦେଲା। ଏହି ଶୁଭ ଶୁକ୍ରବାରରେ ଆସନ୍ତୁ ନମ୍ରତାର ମୁଣ୍ଡ ନୁଆଁ, କୃତଜ୍ଞତାରେ ହୃଦୟ ଭରିଦେବୁ ଏବଂ ଖ୍ରୀଷ୍ଟଙ୍କୁ ଅନୁସରଣ କରିବାରେ ନୂତନ ସଂକଳ୍ପ ନେବୁ। ଆଜି ଏହି ଶୁଭ ଶୁକ୍ରବାର ବା ଗୁଡ୍ ଫ୍ରାଇଡେ ଦିନ ତିନୋଟି କଥା ମନେ ରଖିବା। ପଶ୍ଚାତାପ କରନ୍ତୁ ଆପଣଙ୍କ ପାପ ପାଇଁ ଏବଂ ଯୀଶୁଙ୍କ ନିକଟରେ କ୍ଷମା ମାଗି ସେହି ପରିତ୍ରାଣର ସୁଯୋଗ ପାଆନ୍ତୁ। ଯୀଶୁ ଯେ ଆପଣଙ୍କ ପାପ ପାଇଁ କୃଷରେ ମୃତ୍ୟୁବରଣ କଲେ, ସେଥିପାଇଁ କୃତଜ୍ଞ ହୁଅନ୍ତୁ। କେବଳ ଆଜି ନୁହେଁ, କିନ୍ତୁ ପ୍ରତ୍ୟେକ ଦିନ କୃଷର ପଥରେ ଚାଲନ୍ତୁ ଏବଂ ଯୀଶୁଙ୍କ ବାକ୍ୟ ପାଳନ କରି ପବିତ୍ର ଜୀବନ ଅତିବାହିତ କରନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ହେ ପ୍ରଭୁ ଯୀଶୁ, କୃଷରେ ଆପଣଙ୍କ ବଳିଦାନ ପାଇଁ ଆମେ ଧନ୍ୟବାଦ ଦେଉଛୁ। ଆମର ପାପକୁ କ୍ଷମା କରନ୍ତୁ, ଆମକୁ ପବିତ୍ର ଜୀବନ ଅତିବାହିତ କରିବାରେ ଶକ୍ତି ଦିଅନ୍ତୁ। ଆପଣଙ୍କ ପ୍ରେମରେ ଆମକୁ ଅଟଳ ରଖନ୍ତୁ। ପ୍ରଭୁ ଯୀଶୁଙ୍କ ଗୌରବମୟ ନାମରେ ମାଗିଲୁ, ଦୟାରେ ଗ୍ରହଣ କରନ୍ତୁ। ଆମେନ୍। ଧନ୍ୟବାଦ।